अनुरोध कराଯାଉଛି ଆଜିର ସଭାକୁ ଯେମିତି ମାଲିକ ମାନଙ୍କ ପାଖରେ ପହଞ୍ଚିବା ଦରକାର। ଇଏ ଆମର ଅବସର କାର୍ଯ୍ୟାଳୟ ଅଛନ୍ତି ଧନ୍ୟବାଦ ଉପର ବ୍ଲକର ମୁଁ ସଭାନେତା କହୁଛି। ଏଠି ତ ଯେଉଁମାନେ ଯାତ୍ରା କରୁଛନ୍ତି ପାଖାପାଖି 60% ବୋଧେ ହବ ସମସ୍ତେ ମୋର ପରିଚିତ। ସୁନାମାନ ପ୍ରସାଦ ଅଛନ୍ତି ଏବଂ ଆଉ ଚମ୍ପେଶ୍ୱର ବି ଦାଦାମାନେ ଆସିଛନ୍ତି ଏବଂ ଅନେକ ଭାଇମାନେ ଅଛନ୍ତି ଯେଉଁମାନଙ୍କ ସହିତ ଆମର ମାଣିଆଙ୍କର ବି ଏହି ସମ୍ପର୍କ ହେଇଥିଲେ। ମୁଁ ସମସ୍ତଙ୍କ ସହିତ ବି ମିଶିଛି ଆଉ ଜଣେ ଆମର ଅତି ନିଜର ପ୍ରତ୍ୟେକ କାର୍ଯ୍ୟକ୍ରମରେ କରୁଛନ୍ତି। ଯାହା କିନ୍ତୁ ଗୋଟେ ସମସ୍ତଙ୍କର ଯେଉଁ ସଚେତନ ଥିଲା ମୁଁ ଶୁଣୁଥିଲି ଅତି ସୁନ୍ଦର ପଦକ୍ଷେପ। ଆପଣ ଦେଖିବେ ଡ୍ରାଇଭର ମହାସଂଘ ବିକ୍ଷୋଭ କରୁଥିଲା ସାରା ରାଜ୍ୟରେ ବନ୍ଦ ହେଇକି ରହିଲା ଗାଡ଼ି ମଟର। ତେଣୁ ଯାତ୍ରା କମିଟି ଯେଉଁ ଆପଣଙ୍କର ମହାସଂଘ ଗଠନ କରାଯାଇଛି ମୁଁ ଏତିକି କହିବି ସମସ୍ତେ ଯାତ୍ରା କମିଟି ଏକ ହେବା ଏବଂ ଯାତ୍ରା କମିଟି ମହାସଂଘ ଗୋଟିଏ ନିଷ୍ପତ୍ତି ନେବ। ସେହି ନିଷ୍ପତ୍ତିରେ ଉଭୟ ଯାତ୍ରା କମିଟି ଗ୍ରାମ ସଭାପତି ଗ୍ରାମର ଯେଉଁ କମିଟି ରହିଛି ଏବଂ ଯାତ୍ରା ମହାସଂଘ ସମସ୍ତଙ୍କର ନିଷ୍ପତ୍ତି ଗୋଟିଏ ରହିଛି ଏବଂ ଏହି ନିଷ୍ପତ୍ତି ଯେତେବେଳେ ବି ଅନୁମିଳନ ହେବ ଯାତ୍ରା ମହାସଂଘ ତାର ମୁକାବିଲା କରିବ। ଧନ୍ୟବାଦ ଧନ୍ୟବାଦ। ଆମର ଓଟିଭିରେ କାର୍ଯ୍ୟରତ ଶ୍ରୀଯୁକ୍ତ ସର୍ବେଶ୍ୱର ମଧ୍ୟ ମୋର ସାଙ୍ଗରେ ତାଙ୍କ ଅନୁରୋଧ କରୁଛି ସେ ମନ୍ଦିର ଆସନ୍ତୁ ଏବଂ ପ୍ରମୋଦ ଭାଇ ଆପଣଙ୍କୁ କହିବେ ଆପଣ କିପରି ଆମକୁ ସମ୍ମାନ କରିବେ। ମୁଁ ସର୍ବେଶ୍ୱର ଭାଇ ଏତିକି ଆମ ସଂଘ ତରଫରୁ କହିବି ଯେହେତୁ ଓଟିଭି ଗୋଟେ ବଡ଼ ଟିଆରପି ଚ୍ୟାନେଲ ବଡ଼ ରିନାମ ସଂସ୍ଥା ତେଣୁ ମୁଁ ଚାହିଁବି ଆମର এই ବାର୍ତ୍ତାକୁ ଯେମିତି ସାରା ସମଗ୍ର ଓଡ଼ିଶା କୋଣରେ ପହଞ୍ଚିବା ଦରକାର। ଖାସ କରି ଯେଉଁ ଯାତ୍ରା ମାଲିକ ସଂଘ ରହିଛି କୋଟିପତି ମାଲିକ ସଂଘ ସେଇମାନଙ୍କ ପାଖରେ ଆମର এই ସଂଘର ବାର୍ତ୍ତା ନିହାତି ପହଞ୍ଚିବା ଦରକାର। ଆଉ ଆଗକୁ ନେବା ପାଇଁ ଆମର ଯେଉଁ ମିଡ଼ିଆ ଭାଇମାନେ ଅଛନ୍ତି ସେମାନେ ବି ଆମର ଅତ୍ୟନ୍ତ ଆବଶ୍ୟକ। ଆମେ ଭାବୁଛୁ ଏଇଟା ଓଡ଼ିଶାର ସ୍ୱାର୍ଥକୁ ଲକ୍ଷ୍ୟରେ ରଖି ଆମେ ଗୋଟେ ପ୍ରୟାସ କରିବାକୁ ପଡ଼ୁ। ତେଣୁ ସେମାନେ ଆମକୁ ନିହାତି ସହଯୋଗ କରିବେ। ସର୍ବେଶ୍ୱରକୁ ଆପଣ କିଛି ମନ୍ତବ୍ୟ ରଖନ୍ତୁ। ଧନ୍ୟବାଦ ଭାଇ। ଯାତ୍ରା କମିଟିର ମହାସଂଘର ସମସ୍ତ କର୍ମକର୍ତ୍ତା ଏବଂ ଯାତ୍ରା କମିଟିର ସମସ୍ତ ମେମ୍ବରମାନଙ୍କୁ ମୋ ତରଫରୁ ଧନ୍ୟବାଦ। ଗୋଟିଏ କଥା କହିବି ଯାତ୍ରା କମିଟି ଯେଉଁ କଥା ଚର୍ଚ୍ଚା ଚାଲିଛି ଯାତ୍ରା କମିଟି ବିଭିନ୍ନ ଜାଗାରେ ଅତି ଶାନ୍ତି ଶୃଙ୍ଖଳା ସହ ଚାଲିଛି। ସମସ୍ତ ଯାତ୍ରା କମିଟି ଚାହିଁଲେ ଶାନ୍ତି ଶୃଙ୍ଖଳା ସହ ଚାଲେ କିନ୍ତୁ କିଛି ଜାଗା ଦେଖିବାକୁ ମିଳୁଛି ଯେ ଯେଉଁ ମାଲିକମାନେ ଆସୁଛନ୍ତି ସେମାନେ ଅତି ମନମାନି କରୁଛନ୍ତି। ଲାଷ୍ଟରେ ଯେତେବେଳେ ଶେଷ ରାତି ହେଉଛି ସେତେବେଳେ ତାଙ୍କର ପଇସା ଅତି ଜାଗାରେ ବିଭିନ୍ନ ଜାଗାରେ ଦେଖିବାକୁ ମିଳୁଛି ଝଗଡ଼ା ପରିସ୍ଥିତି କମିଟି ଏବଂ ଯେଉଁ ମାଲିକ ସେମାନେ ଅତି ବିଶୃଙ୍ଖଳ ପରିସ୍ଥିତି ସୃଷ୍ଟି ଯାହାକୁ ନେଇ ମଧ୍ୟ ବିଭିନ୍ନ ଜାଗାରେ କମିଟି ଅତି ପରିସ୍ଥିତି ହେଇଯାଉଛି। ଯାହାକୁ ନେଇ ଲୋକମାନେ ତାଙ୍କୁ ଗୁଣା କରୁଛନ୍ତି ସେ କମିଟି। ତେଣୁକରି ମୁଁ ସେଇ କଥାରେ କହିବି ଯେ କୌଣସି ଯେଉଁ କମିଟି ଆଣୁଛି ଲାଷ୍ଟ ପର୍ଯ୍ୟନ୍ତ ଶେଷ ରାତି ପର୍ଯ୍ୟନ୍ତ ତାଙ୍କ ସହ ପୁରା ଫାଇନାଲ ରେଟ୍ ନେଇକି ଆଣୁଛି ଯେ ଲାଷ୍ଟ ରାତିରେ ଆମର ଉପସଭାପତି ସଜା ଭୁଲ କହୁଛି ସେ ଭୂତରେ ଭାଇ ଆପଣ ଯୋଗ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଆମ ତରଫରୁ କିଛି ମନ୍ତବ୍ୟ ରଖନ୍ତୁ। ମାଲିକମାନେ ମନୋମୁଖୀ କାର୍ଯ୍ୟ ଏବଂ ତାଙ୍କର ବିଭିନ୍ନ ଆଗୁଆ ଅଗ୍ରିମ ଟଙ୍କା ନେବା ଏବଂ ବ୍ଲାଙ୍କ ଚେକରେ ଦସ୍ତଖତ କରିବା এই ଯେଉଁ ସମସ୍ୟା ନେଇକି ଅଛି ଯେତେବେଳେ ଆପଣଙ୍କର ଲସ୍ ହୋଇଯାଉଛି ସେତିକିବେଳେ ସେମାନେ ଆଉ ଶୁଣୁନାହାନ୍ତି ତମେ ବାଧ୍ୟ ହେଇକି ଦେବ। ତେଣୁ ଏଇ ଯେଉଁ ପଦକ୍ଷେପ ନେଇଛ ମହାସଂଘ ଯାତ୍ରା କମିଟି ତମେ ସମସ୍ତେ ଯଦି ଯାତ୍ରା କମିଟି ଏବଂ ମହାସଂଘ ମିଳିତ ଆନୁକୂଲ୍ୟରେ ଯଦି ଲଢ଼େଇ କରିବ ତାହେଲେ ଯାତ୍ରା କମିଟିର ମାଲିକମାନେ ନିଶ୍ଚିତ ତମର ଦ୍ୱାର କରିବେ ନଚେତ ଆପଣ ତାଙ୍କର କିଛି କରିପାରିବେ ନାହିଁ। କିନ୍ତୁ ଅଗ୍ରିମ ଯେଉଁ ଜିନିଷଟା ହେଉଛି ତାଙ୍କର ଖର୍ଚ୍ଚ
ଆମେ ଆଜି ପ୍ରତିଶ୍ରୁତି ହବ କି ପ୍ରତିଶ୍ରୁତି କ'ଣ ହବ କି ଗୋଟେ ପ୍ରତିଜ୍ଞା କଲେ ସମସ୍ତେ ମିଶିକି ସେ ଯାତ୍ରା ସଂଘର ଭିତରେ ରହିବା, ଯାତ୍ରା ସଂଘ ସହିତ ଜଡ଼ିତ ହୋଇ ରହିବା ଏବଂ ଯାତ୍ରା ସଂଘ ଯେଉଁ ନିଷ୍ପତ୍ତି ନେବ ଏଇଟା ନିଶ୍ଚିତ ଭାବେ ସମସ୍ତଙ୍କର ଏବଂ ସମସ୍ତ କମିଟି ଭାଇମାନେ ଯେଉଁ ଅଛନ୍ତି ଓଡ଼ିଶାରେ କୋଣରେ ସମସ୍ତଙ୍କର ସ୍ୱାର୍ଥ ହେବ। ତେଣୁ ଆମେ ଆଜି ଏଠି ପ୍ରତିଶ୍ରୁତି ନେବା ଗୋଟେ ପ୍ରତିଜ୍ଞା କରିବା ଯେ ଯାତ୍ରା କମିଟି ମହାସଂଘ ସହିତ ଆମେ ସଦସ୍ୟ ଜଡ଼ିତ ହୋଇ ରହିବା ଏବଂ ମାଲିକ କମିଟି ସାଲେପୁର ପଞ୍ଚାୟତ ଗଣ ପରିଷଦ ଭାଇ ଅନୁରୋଧ କରୁଛି ସେ ଆସନ୍ତୁ। ଏବଂ ଆମ ସତ୍ୟନାରାୟଣ କଳା ପରିଷଦ ସାଲେପୁର କନ୍ୟାବାବୁ कमिटी नारायण भाटी भाई अनुरोध कर भाई आसतु सभा आज धन्यवाद। कमिटी प्रोफेसर जो आपके मो बक्तव्य गोटे कथा आपको भूली जाती अनुरोध से कथा ध्यान देवे सब जगह समस्त अनुरोध करी से उत्तर प्रदान करेंगे आप बाबू से सर्वशेष भाई सर्वाधिक भाई अच्छा आमर अनिरुद्ध बाबू रिक्वेस्ट करुँ से उत्तर सम्मान सर्वशेष आम सांगे प्राय ये संघ आगू नवा जो प्रयास जो आमर बहुत किसी बाधा विघ्न सह आम ये संघ आगू नौचु एवं सबू बाधा विघ्न आमर प्रिय नवबाबू नवकिशोर भाई यात्रा दरबार आम उपसभापति सजा भूल कौन से भाई आप अशेष अशेष धन्यवाद आम तरफ किसी मंतव्य रखा मालिक मैंने मनोमुखी कार्य एवं विभिन्न
एवं ब्रांच चेक दस्खत ये जो समस्या देखिए अच्छी जिते आपंकर लस हो जाती से शुणुना तुम बाध्य हो तेणु जो पदक्षेप नहीं महासंघ यात्रा कमिटी तुम समय जदि यात्रा कमिटी और महासंघ मिलित आनुकूल्य लड़ाई कर यात्रा कमिटर मालिक मैंने निश्चित तुम द्वार करेंगे नचेत आप किसी करेंगे ना किंतु अग्रिम जो जिनसा हूँ खर्च विभिन्न समस्या बेस लगा गोटे कथा कहूँ भूली जाती आप कथा ध्यान देवे এবং সকলকে আগুন
कमिटी सुनार प्रशांत बाबू और भाई गोपनकार संतोष पांडे संतोष आपण अशेष धन्यवाद এবং আমার উপসভাপতি রয়েছে আর ফাইনাল মন্ত্রী जोड़ा थिला सेटा बहुत सुंदर मन्त्र तेणु से ताकर जो प्रस्ताव थिला से प्रस्ताव जो सुंदर पठाइबे এবং আমি কমিটি তরফ भी कहबो हम समाज कहबो से আপনাদের নিশ্চিত কথা जोड़े कि निश्चित ভালো ডিসিশন আমি দেব না আমি আমরা সম্পদ সিলবাবু দিও অনেক सालेपुर पंचायत गण परिषद भाई अनुरोध करूँ से आसतु एवं आम सत्यनारायण गण परिषद सालेपुर कमिटी नारंग भाटी भाई अनुरोध करूँ सभा आज धन्यवाद कमिटी प्रोफेसर उपसभापति प्रबंधक उत्तर दे संबंधित कि प्रतिश्रुति बना कि प्रतिज्ञा करे समस्त मिसिकी से यात्रा संघ भीतर रहा यात्रा संघ सहित जड़ित रहा यात्रा संघ जो निष्पत्ति नब या निश्चय भाव समस्त समस्त कमिटी मेहमान समस्त तेणु आम आज ये प्रतिश्रुति बना गोटे प्रतिज्ञा कर यात्रा कमिटी महासंघ सहित सदस्य जड़ित एवं मालिक यात्रा सहित जड़ित सब जगह समस्त अनुरोध करी से आज उपलब्ध प्रदान करेंगे आप दिलीप बाबू से सर्वशेष आप भाई सामाजिक भाई अच्छा आम अनिरुद्ध बाबू रिक्वेस्ट करूँ से उत्तर सम्मान सर्वशेष आम सांगे प्राय
ସଂଘକୁ ଆଗକୁ ନେବାକୁ ଯେଉଁ ପ୍ରୟାସ ଯେଉଁ ଆମର ବହୁତ କିଛି ବାଧାବିଘ୍ନ ସହ ଆମେ ଏ ସଂଘ ଆଗକୁ ନେଉଛୁ ଏବଂ ସବୁ ବାଧାବିଘ୍ନରେ ଆମର ପ୍ରିୟ ନବାବୁ ନବକିଶୋର ଭାଇ ଯାତ୍ରା ଦରକାର ତାଙ୍କର ପ୍ରୟାସ ଆମର ଉପସଭାପତି ସଜା ଭୁଲ କହୁଛି ସେ ଉତ୍ତର ଭାଇ ଆପଣ ଯୋଗ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଆମ ତରଫରୁ କିଛି ମନ୍ତବ୍ୟ ରଖନ୍ତୁ। से कमिटी निहाती आवश्यक तेणु जात्रा कमिटी मालिक मैंने मनोमुखी कार्य विभिन्न आगुआ अग्रिम टंका नवा प्लान चेक दस्तखत करवा ये जो समस्या देखिए अच्छी जिते आपणकर लस हो जाती से शुणुना तुम बाध्य हो तेणु जो पदक्षेप नहीं जो महासंघ जात्रा कमिटी तुम समय जदि जात्रा कमिटी और महासंघ मिलित आनुकूल्य लड़ाई कर जात्रा कमिटर मालिक मैंने निश्चित तुम द्वार करेंगे नचेत आप किसी करेंगे ना किंतु अग्रिम जो जिनसा खर्च विभिन्न समस्या बेसी टका